ଶିଆଳ ଓ ଦହି ହାଣ୍ଡି। ଗୋଟିଏ ଶିଆଳ ଘଣ୍ଟା ଖାଇବାକୁ ବହୁତ ଚତୁର ଥିଲା। ଏକ ଦିନ ସେ ଜଙ୍ଗଲ ଭିତରେ ଘୁରୁଥିଲା। ଅଚାନକ ସେ ଗୋଟିଏ ଗାଁ ନିକଟକୁ ପହଞ୍ଚିଗଲା। ଗାଁର ଏକ ଘର ରୁଇରେ ଗୋଟିଏ ବଡ଼ ମାଟିର ହାଣ୍ଡିରେ ଦହି ରହିଥିଲା। ଶିଆଳ ଦହି ଦେଖି ଖୁସି ହେଲା। ସେ ଭାବିଲା, ଏହି ଦହି ଖାଇଲେ ଭଲ ହେବ। ସେ ହାଣ୍ଡି ମୁହଁରେ ଘୁଷାଇ ଦେଲାଣି। ଦହି ବହୁତ ସ୍ୱାଦିଷ୍ଟ ଥିଲା। ଶିଆଳ ଖାଇ ଖାଇ ଭୁଲିଗଲା ଯେ ଏହି ହାଣ୍ଡି ତାହାର ମୁହଁକୁ ଅଟକାଇ ଦେଇଛି। ଖାଇ ସାରିଲା ବେଳେ ଶିଆଳ ଚେଷ୍ଟା କଲା ମୁହଁ ବାହାର କରିବାକୁ, କିନ୍ତୁ ସେ ପାରିଲାନି। ଶିଆଳ ଅସୁବିଧାରେ ପଡ଼ିଗଲା। ସେ ବହୁତ ଚେଷ୍ଟା କଲା। ଶେଷରେ ଏକ ଗାଁ ଲୋକ ଆସି ଦେଖିଲେ। ହସି ହସି ହାଣ୍ଡି ଖୋଲିଦେଲେ। ଶିଆଳ ଲଜ୍ଜିତ ହୋଇ ଜଙ୍ଗଲକୁ ପଳାଇଗଲା। ଏହି ଗପଟିରେ ଶିଖିବାକୁ ମିଳିଲା ଯେ ଲୋଭ ବେଶୀ କରିଲେ ସମସ୍ୟାରେ ପଡ଼ିବାକୁ ପଡ଼େ।